କେତେ ନିଆଁ ଲାଗିଛି ମୁଁ ଜାଣିନି ସାର୍। ମୁଁ ଘରକୁ ଡ୍ୟୁଟି ସାରିକି 9ଟା 8ଟା 8:30 ହେବ ଡ୍ୟୁଟି ସାରିକି କାଉଣ୍ଟର ଭିତରେ ବନ୍ଧୁକଟି ଥୋଇ ଯାଇଥିଲି ଆଉ ଗୁଳି ନେଇ ଯାଇଥିଲି ଘରକୁ, କିନ୍ତୁ ବନ୍ଧୁକଟି ରୁମ୍ ଭିତରେ ଥୋଇ ଦେଇ ଯାଇଥିଲି। ଆସିଲା ବେଳକୁ ସକାଳୁ ଦେଖିଲା ବେଳକୁ ନିଆଁ ହେଇଯାଇଛି ଆଉ ବନ୍ଧୁକଟି ପୋଡ଼ିଯାଇଛି ଆଉ। ପୁରା ବନ୍ଧୁକ ପୋଡ଼ିଗଲା? ଆଜ୍ଞା, ନଷ୍ଟ ହେଇଯାଇଛି? ପୁରା ନଷ୍ଟ ହେଇଯାଇଛି। ଲାଇସେନ୍ସ ଅଛି ମୋ ପାଖରେ, ଘରେ ଅଛି ଆଉ। ନୂଆ ବନ୍ଧୁକ ମୋତେ କିଣିବାକୁ ପଡ଼ିବ ଆଉ। ଏତିକି ମୋ ଅନୁରୋଧ। ଆମେ ଭୋରୁ ଖବର ପାଇଲୁ ଯେ LIC ଅଫିସ୍ ଆମର ଲିଙ୍କ୍ ରୋଡ଼ରେ ନିଆଁ ଲାଗିଛି। ତାପରେ ଖବର ପାଇ ପ୍ରଥମେ ଆସିଲା ଆମର ଗୋଟେ ଟିମ୍ ଆସିଲା ଚାଉଳିଆଗଞ୍ଜରୁ, ତାପରେ କଟକ ଷ୍ଟେସନ ଗୋଟେ ଫାୟାର ଷ୍ଟେସନର ଟିମ୍ ମୁଭ୍ କରିଥିଲା। ଟୋଟାଲି ପ୍ରାୟ 20 ଜଣ ଲୋକ ଏଠି ଆମର କାମ କରୁଛନ୍ତି। ଠିକ୍ ଟାଇମ୍ରେ ଆସି ସଠିକ୍ ଭାବରେ ନିଆଁକୁ ଲିଭେଇଥିଲେ। ତାପରେ ସ୍ମୋକ୍ ବହୁତ ପରିମାଣରେ ବ୍ୟାପି ଯାଇଥିଲା ଚାରିପଟ। ତାପରେ ସ୍ମୋକ୍ ଏକ୍ସଜଷ୍ଟ ଲଗେଇକି ସ୍ମୋକ୍କୁ ଏକ୍ସଜଷ୍ଟ କରିଥିଲୁ। ବର୍ତ୍ତମାନ ନିଆଁ କମ୍ପ୍ଲିଟ୍ ହେଇଯାଇଛି। ସ୍ମୋକ୍ ବି ପ୍ରାୟ ସବୁ କଜ୍ ଅଫ୍ ଫାୟାର ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍। କ୍ଷୟକ୍ଷତି ବର୍ତ୍ତମାନ ଆକାଉଣ୍ଟ ଅଛି, କରାଯାଇପାରେ ନାହିଁ। ନା ଜିନିଷପତ୍ର ପ୍ରାୟ ଗୋଟେ ଦୁଇଟା ରୁମ୍ରୁ ମାନେ ପୋଡ଼ିଛି, କିନ୍ତୁ ବେଶୀ ସ୍ମୋକ୍ ସବୁଆଡ଼େ ବ୍ୟାପି ଯାଇଥିଲା। ନିଆଁ ପୁରା କମ୍ପ୍ଲିଟ୍ ନିଆଁ ଲିଭେଇ ସାରିଲାଣି। ସ୍ମୋକ୍ ବି ପ୍ରାୟ ଏକ୍ସଜଷ୍ଟ ସରିଲାଣି। ଭିତରକୁ ତାଙ୍କର ଏବେ ସିକ୍ୟୁରିଟି ଥିଲେ। ଏପଟେ ଗୋଟେ ଏପଟୁ ଗେଟ୍ ସାଉଣ୍ଡ ଖୋଲିଲେ, କିନ୍ତୁ ସେମାନେ ଯାଇ ହେଉନଥିଲା ଭିତରକୁ। ତାପରେ ନିଆଁକୁ ପ୍ରଥମେ ଆମେ ସ୍ପ୍ରିଙ୍କଲିଂ ହିସାବରେ ଆସ୍ତେ ଆସ୍ତେ ଲିଭେଇଲୁ। ତାପରେ ଏକ୍ସଜଷ୍ଟର ଲଗେଇଲୁ। ଏକ୍ସଜଷ୍ଟର ଲଗେଇ BA ସାର୍ଟ ପିନ୍ଧିକି ପିଲା ଆମର ବ୍ରିଦିଂ ଆପାରେଟସ୍ ସାର୍ଟ ପିନ୍ଧିକି ଭିତରକୁ ପଶିଥିଲେ। ତାପରେ ନିଆଁ ଲିଭେଇଥିଲୁ।